ଓଡ଼ିଶାର ଐତିହ୍ୟ। ଓଡ଼ିଶା ଐତିହ୍ୟର କେତେକ ପ୍ରଶ୍ନ ଉତ୍ତର ସମସ୍ତ ପରୀକ୍ଷା ପାଇଁ ଉପଯୋଗୀ। ପାର୍ଟ 2। ଚାଲନ୍ତୁ ଆରମ୍ଭ କରିବା ଆଜିକାର ପ୍ରଶ୍ନ ଉତ୍ତର। ଆଜିକାର ପ୍ରଥମ ପ୍ରଶ୍ନ, ଧଉଳିଗିରି ପାହାଡ଼ ଓଡ଼ିଶାର କେଉଁଠାରେ ରହିଛି? ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଭୁବନେଶ୍ୱର। ଏହାର ପରବର୍ତ୍ତୀ ପ୍ରଶ୍ନ, ଧଉଳିଗିରି ପାହାଡ଼ କେଉଁ ନଦୀ କୂଳରେ ଅବସ୍ଥିତ? ମହାନଦୀ, ଦୟାନଦୀ, ବୈତରଣୀ, ବ୍ରାହ୍ମଣୀ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଦୟାନଦୀ କୂଳରେ ଅବସ୍ଥିତ। ଓଡ଼ିଶାର ବିଭିନ୍ନ ସ୍ଥାନରେ ନିର୍ମିତ ପୁରାତନ କୀର୍ତ୍ତିଗୁଡ଼ିକର ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ଚିତ୍ରକଳା ଓଡ଼ିଶାର ଐତିହ୍ୟ ବହନ କରେ। ଭୁବନେଶ୍ୱର ନିକଟରେ ଥିବା ଦୟାନଦୀ କୂଳରେ ଧଉଳି ପାହାଡ଼ ଉପରେ ଖୋଦିତ ସମ୍ରାଟ ଅଶୋକଙ୍କ ଶିଳାଲେଖ ଓ ତାହାର ଉପରି ଭାଗରେ ଖଣ୍ଡିଏ ପଥରରେ ଗଢ଼ା ହୋଇଥିବା ପ୍ରତିମୂର୍ତ୍ତି ଓଡ଼ିଶାର ସର୍ବପ୍ରଥମ ଭାସ୍କର୍ଯ୍ୟ ଭାବେ ପରିଚୟ ପ୍ରଦାନ କରେ। ପରବର୍ତ୍ତୀ ପ୍ରଶ୍ନ, କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା? ଖ୍ରୀଷ୍ଟପୂର୍ବ 261, ଖ୍ରୀଷ୍ଟପୂର୍ବ 300, ଖ୍ରୀଷ୍ଟପୂର୍ବ 400, ଖ୍ରୀଷ୍ଟପୂର୍ବ 450। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଖ୍ରୀଷ୍ଟପୂର୍ବ 261। ଭୁବନେଶ୍ୱରରେ ଥିବା ଧଉଳି ପାହାଡ଼ରେ ଅବସ୍ଥିତ ମଗଧ ସମ୍ରାଟ ଅଶୋକଙ୍କ ତ୍ରୟୋଦଶ ଶିଳାଲେଖ ଖ୍ରୀଷ୍ଟପୂର୍ବ 261ରେ ସଂଘଟିତ ହୋଇଥିବା କଳିଙ୍ଗ ଯୁଦ୍ଧ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥାଏ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର କେଉଁ ଜିଲ୍ଲାରେ ପୁରାତନ ବାଣେଶ୍ୱରନାସୀ ଓ ଚୌଦ୍ୱାର ରହିଛି? ଖୋର୍ଦ୍ଧା, କଟକ, ପୁରୀ, ବାଲେଶ୍ୱର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି କଟକ। ରତ୍ନଗିରି, ଉଦୟଗିରି ଓ ଲଳିତଗିରିର ପ୍ରତ୍ନତାତ୍ତ୍ୱିକ ଖନନରୁ ଅନେକ ସଂଖ୍ୟାରେ ବୌଦ୍ଧସ୍ତୂପ, ଚୈତ୍ୟଗୃହ, ମଠ ଓ ବୌଦ୍ଧମୂର୍ତ୍ତି କଳା ଆବିଷ୍କୃତ ହୋଇ ପୁରାତନ ଓଡ଼ିଶାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ପ୍ରମାଣ ଦେଇଛି। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାରେ ଖିଚିଂ କେଉଁ ଜିଲ୍ଲାରେ ରହିଛି? ବାଲେଶ୍ୱର, କଟକ, ମୟୂରଭଞ୍ଜ, ଗଞ୍ଜାମ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ମୟୂରଭଞ୍ଜ। ମୟୂରଭଞ୍ଜରେ ଖିଚିଂ ରହିଛି। ଏହାର ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର କେଉଁ ଜିଲ୍ଲାରେ ବୌଦ୍ଧ କୀର୍ତ୍ତି ଗଣିଆପାଲି ରହିଛି? ଗଞ୍ଜାମ, ଖୋର୍ଦ୍ଧା, ବରଗଡ଼, ପୁରୀ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ବରଗଡ଼। ବରଗଡ଼ରେ ରହିଛି। ଓଡ଼ିଶାର ବୌଦ୍ଧ କୀର୍ତ୍ତି ଥିବା କଟକ ଜିଲ୍ଲାର ବାଣେଶ୍ୱରନାସୀ ଓ ଚୌଦ୍ୱାର, ଯାଜପୁର ଜିଲ୍ଲାର ଯାଜପୁର, ପୁରୀ ଜିଲ୍ଲାର କୁରୁମ, ଖୋର୍ଦ୍ଧା ଜିଲ୍ଲାର ଅଚ୍ୟୁତରାଜପୁର, ମୟୂରଭଞ୍ଜ ଜିଲ୍ଲାର ଖିଚିଂ, ବାଲେଶ୍ୱର ଜିଲ୍ଲାର ଅଯୋଧ୍ୟା, ଭଦ୍ରକ ଜିଲ୍ଲାର ଖଡ଼ିଆପଦା ଓ ସଲାମପୁର, ବରଗଡ଼ ଜିଲ୍ଲାର ଗଣିଆପାଲି, ବୌଦ୍ଧ ଜିଲ୍ଲାର ବୌଦ୍ଧ, ଗଞ୍ଜାମ ଜିଲ୍ଲାର ବୁଢ଼ାଖୋଲ ପାହାଡ଼ ପ୍ରଭୃତି ସ୍ଥାନଗୁଡ଼ିକରୁ ଆବିଷ୍କୃତ ଅନେକ ବୌଦ୍ଧ କୀର୍ତ୍ତିର ଧ୍ୱଂସାବଶେଷ ପ୍ରାଚୀନ ଓଡ଼ିଶାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ପରିଚୟ ଦେଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର କେଉଁ ସମ୍ରାଟଙ୍କ ସମୟରେ ଦ୍ୱିତଳ ବିଶିଷ୍ଟ ଗୁମ୍ଫା ନିର୍ମିତ ହୋଇଥିଲା? ଖାରବେଳ, କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ, ଯଯାତି କେଶରୀ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଖାରବେଳ। ଏହାର ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାରେ ରାଣୀ ଗୁମ୍ଫା କେଉଁ ପାହାଡ଼ରେ ରହିଛି? ରତ୍ନଗିରି, ଉଦୟଗିରି, ଲଳିତଗିରି, ଖଣ୍ଡଗିରି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଉଦୟଗିରି। ପରବର୍ତ୍ତୀ ପ୍ରଶ୍ନ, ଖଣ୍ଡଗିରି ପାହାଡ଼ରେ କେତୋଟି ଜୈନ ଗୁମ୍ଫା ରହିଛି? 10ଟି, 11ଟି, 13ଟି, 15ଟି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି 15ଟି ଗୁମ୍ଫା ରହିଛି। ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ସମ୍ରାଟ ଖାରବେଳଙ୍କ ସମୟରେ ନିର୍ମିତ କେତେକ ଗୁମ୍ଫା ଦ୍ୱିତଳ ବିଶିଷ୍ଟ ଏବଂ ଗୁମ୍ଫାଗୁଡ଼ିକର ଖୋଦିତ ମୂର୍ତ୍ତିକଳା ଅତ୍ୟନ୍ତ ମନୋରମ। ଉଦୟଗିରିର ରାଣୀ ଗୁମ୍ଫା ସବୁଠାରୁ ବଡ଼ ଓ ସବୁଠାରୁ ସୁନ୍ଦର ଗୁମ୍ଫା। ଉଦୟଗିରି ନିକଟସ୍ଥ ଖଣ୍ଡଗିରି ପାହାଡ଼ରେ 15ଟି ଜୈନ ଗୁମ୍ଫା ରହିଛି। ସେହି ଗୁମ୍ଫାଗୁଡ଼ିକରେ ସୁନ୍ଦର ଭାସ୍କର୍ଯ୍ୟ ଦେଖାଯାଏ। ଏହାର ପରବର୍ତ୍ତୀ ପ୍ରଶ୍ନ, କେତେରୁ କେତେ ଖ୍ରୀଷ୍ଟୀୟ ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ମନ୍ଦିର ନିର୍ମାଣ ହୋଇଥିଲା? ଏହାର ସଠିକ୍ ଉତ୍ତର ହେଉଛି ଖ୍ରୀଷ୍ଟୀୟ 600ରୁ 1300 ଶତାବ୍ଦୀ ମଧ୍ୟରେ ବହୁ ସଂଖ୍ୟାରେ ମନ୍ଦିର ନିର୍ମାଣ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ଶୈଳୀକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି
କଳିଙ୍ଗ ଶୈଳୀ। ଏହାକୁ କଳିଙ୍ଗ ଶୈଳୀ କୁହାଯାଏ। ମନ୍ଦିର ସ୍ଥାପତ୍ୟ କ୍ଷେତ୍ରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ଶୈଳୀକୁ କଳିଙ୍ଗ ଶୈଳୀ କୁହାଯାଏ। ଭାରତର ଅନ୍ୟ ସ୍ଥାନମାନଙ୍କରେ ନିର୍ମିତ ମନ୍ଦିରଗୁଡ଼ିକର ନାଗର ବେସର ଓ ଦ୍ରାବିଡ଼ ଶୈଳୀଠାରୁ କଳିଙ୍ଗ ଶୈଳୀ ସମ୍ପୂର୍ଣ୍ଣ ଅଲଗା ବୋଲି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିର କେଉଁ ରାଜବଂଶ ସମୟର ନିର୍ମିତ ମନ୍ଦିର? ଗଙ୍ଗବଂଶ, ସୂର୍ଯ୍ୟବଂଶ, ଭୋଇବଂଶ, ସୋମବଂଶ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଗଙ୍ଗବଂଶ। ପୁରୀ ଜଗନ୍ନାଥ ମନ୍ଦିରକୁ ଗଙ୍ଗବଂଶର ରାଜା ଅନନ୍ତ ବର୍ମା ଚଡ଼ଗଙ୍ଗ ଦେବ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଅନଙ୍ଗ ଭୀମ ଦେବ ମନ୍ଦିର କାର୍ଯ୍ୟ ପୁରା କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, କୋଣାର୍କ ସୂର୍ଯ୍ୟ ମନ୍ଦିର କେଉଁ ରାଜବଂଶ ସମୟର ନିର୍ମିତ ମନ୍ଦିର? ସୂର୍ଯ୍ୟବଂଶ, ଗଙ୍ଗବଂଶ, ସୋମବଂଶ, ଭୋଇବଂଶ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଗଙ୍ଗବଂଶ ସମୟର ନିର୍ମିତ ମନ୍ଦିର। କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ନରସିଂହ ଦେବ ବା ଲାଙ୍ଗୁଡ଼ା ନରସିଂହ ଦେବ 1300 ଶତାବ୍ଦୀରେ ନିର୍ମାଣ କରିଥିଲେ। ଭୁବନେଶ୍ୱରରେ ଥିବା ରାଜାରାଣୀ ମନ୍ଦିର କେଉଁ ରାଜବଂଶ ସମୟର ନିର୍ମିତ ମନ୍ଦିର? ସୋମବଂଶ, ଗଙ୍ଗବଂଶ, ସୂର୍ଯ୍ୟବଂଶ, ଭୌମକର ବଂଶ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ସୋମବଂଶର ରାଜାମାନେ ଏହାକୁ ନିର୍ମାଣ କରିଥିଲେ। ବାସ୍ତବରେ ଏହା ମନ୍ଦିର ନୁହେଁ, ଏହା ହେଉଛି ଭଲ ପାଇବାର ମନ୍ଦିର। ଏଥିରେ କୌଣସି ଦେବାଦେବୀ ପୂଜା ପାଆନ୍ତି ନାହିଁ। ପରବର୍ତ୍ତୀ ପ୍ରଶ୍ନ, ଲିଙ୍ଗରାଜ ମନ୍ଦିରକୁ କେଉଁ ରାଜବଂଶ ନିର୍ମାଣ କରିଥିଲେ? ଗଙ୍ଗବଂଶ, ଭୌମକର ବଂଶ, ସୋମବଂଶ, ସୂର୍ଯ୍ୟବଂଶ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ସୋମବଂଶର ରାଜାମାନେ ଏହାକୁ ନିର୍ମାଣ କରିଥିଲେ। ଲିଙ୍ଗରାଜ ମନ୍ଦିରକୁ ସୋମବଂଶୀ ରାଜା ଯଯାତି କେଶରୀ ନିର୍ମାଣ କରିଥିଲେ। ଏହି ମନ୍ଦିରକୁ 1100 ଶତାବ୍ଦୀରେ ନିର୍ମାଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶା କେବେ ଆଫଗାନୀମାନଙ୍କ ଦ୍ୱାରା ଅଧିକୃତ ହୋଇଥିଲା? 1568 ଖ୍ରୀଷ୍ଟାବ୍ଦରେ, 1558 ଖ୍ରୀଷ୍ଟାବ୍ଦରେ, 1548 ଖ୍ରୀଷ୍ଟାବ୍ଦରେ, 1538 ଖ୍ରୀଷ୍ଟାବ୍ଦରେ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ 1568 ଖ୍ରୀଷ୍ଟାବ୍ଦରେ। ପରବର୍ତ୍ତୀ ପ୍ରଶ୍ନ, କେଉଁ ମନ୍ଦିରକୁ ଓଡ଼ିଶାର ସ୍ଥାପତ୍ୟ କଳାର ମଣି ବୋଲି କୁହାଯାଏ? ଲିଙ୍ଗରାଜ ମନ୍ଦିର, ରାଜରାଣୀ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ମୁକ୍ତେଶ୍ୱର ମନ୍ଦିର। ଓଡ଼ିଶାର ମନ୍ଦିରଗୁଡ଼ିକର ବାହାର ପାର୍ଶ୍ୱରେ ଖୋଦିତ ହୋଇଥିବା ଆଶ୍ଚର୍ଯ୍ୟଜନକ ଓ ଅତ୍ୟନ୍ତ ମନୋରମ ଭାସ୍କର୍ଯ୍ୟ ଏବଂ ଓଡ଼ିଶାର ମୂର୍ତ୍ତିକଳା ଏକ ଶକ୍ତିଶାଳୀ ଐତିହ୍ୟ ସ୍ଥାପନ କରିଛି। ଭୁବନେଶ୍ୱର ମୁକ୍ତେଶ୍ୱର, ରାଜରାଣୀ, ବ୍ରହ୍ମେଶ୍ୱର ଓ ଲିଙ୍ଗରାଜ ମନ୍ଦିରର ଭାସ୍କର୍ଯ୍ୟ ଅତି ଚମତ୍କାର। ଚମତ୍କାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଯୋଗୁଁ ମୁକ୍ତେଶ୍ୱର ମନ୍ଦିରକୁ ଓଡ଼ିଶାର ସ୍ଥାପତ୍ୟ କଳାର ମଣି ବୋଲି କୁହାଯାଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର କେଉଁ ମନ୍ଦିରକୁ ବିଶ୍ୱର ସପ୍ତାଚାର୍ଯ୍ୟ ମଧ୍ୟରେ ସ୍ଥାନ ଦିଆଯାଇଛି? ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି କୋଣାର୍କ ସୂର୍ଯ୍ୟ ମନ୍ଦିର। ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ସବୁଠାରୁ ଜୀବନ୍ତ ଉଦାହରଣ ହେଉଛି କୋଣାର୍କ ସୂର୍ଯ୍ୟ ମନ୍ଦିର। ଏହି ମନ୍ଦିର କାନ୍ଥରେ ଅତି ନିଖୁଣ ଭାବରେ ଖୋଦିତ ଐଶ୍ୱର୍ଯ୍ୟ, ପ୍ରାକୃତିକ, ସାମରିକ ଓ ସାମାଜିକ ଚିତ୍ରଣ ତଥା ପଥରରେ ଖୋଦିତ ଚକ୍ର, ହସ୍ତୀ, ଅଶ୍ୱ ପ୍ରଭୃତି ସେ ସମୟର ଓଡ଼ିଶାର ଶିଳ୍ପୀମାନଙ୍କର କାରିଗରୀ କୌଶଳର ପରାକାଷ୍ଠାର ପରିଚୟ ଦେଇଥାଏ। କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ପାଇଁ ଏହାକୁ ବିଶ୍ୱର ଏକ ଐତିହ୍ୟ ସ୍ମାରକୀ ରୂପେ ମାନ୍ୟତା ଦିଆଯାଇଛି ଏବଂ ବିଶ୍ୱର ସପ୍ତାଚାର୍ଯ୍ୟ ମଧ୍ୟରେ ସ୍ଥାନ ଦିଆଯାଇଛି। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର କେଉଁ ସହରରେ ସର୍ବପୁରାତନ ଜୁମା ମସଜିଦ୍ ରହିଛି? କଟକ, ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ କଟକରେ ରହିଛି। ଓଡ଼ିଶାରେ ନିର୍ମିତ କେତେକ ମସଜିଦ୍ ଓ ଦରଘାର ଓଡ଼ିଶାର ଐତିହ୍ୟ ଅବଦାନ ରହିଛି। ସେଥିମଧ୍ୟରୁ କଟକର ଦରଘା ବଜାରଠାରେ କଦମ ରସୁଲ, ଦିୱାନ ବଜାରଠାରେ ସର୍ବପୁରାତନ ତତର ଖାଁ ମସଜିଦ୍ ଓ ବାଲୁ ବଜାରଠାରେ ଜୁମା ମସଜିଦ୍ ଅନ୍ୟତମ। ପରବର୍ତ୍ତୀ ପ୍ରଶ୍ନ,
କଟକ ତିନିକଣିଆ ବଗିଚାରେ ନିର୍ମିତ ହୋଇଥିବା ଚର୍ଚ୍ଚର ନାମ କ'ଣ? ଏହାର ଉତ୍ତର ହେଉଛି ବାପ୍ଟିଷ୍ଟ ଚର୍ଚ୍ଚ। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କର କଟକ ତିନିକଣିଆ ବଗିଚାରେ ନିର୍ମିତ ବାପ୍ଟିଷ୍ଟ ଚର୍ଚ୍ଚ ଓ କାଠଯୋଡ଼ି କୂଳରେ ନିର୍ମିତ ରୋମାନ କାଥୋଲିକ ଚର୍ଚ୍ଚ ମଧ୍ୟ ଓଡ଼ିଶାର ଐତିହ୍ୟ ପ୍ରତି ଅବଦାନ ରହିଛି। ଏହି ଧର୍ମପୀଠଗୁଡ଼ିକ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଓଡ଼ିଶାର ଐତିହ୍ୟକୁ ଅଧିକ ମୂଲ୍ୟବାନ କରିଛି। ଆମ ଚ୍ୟାନେଲରେ ନୂଆ ଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।